ପାତାଳି ଶ୍ରୀକ୍ଷେତ୍ର ସୋନପୁର ଜିଲ୍ଲାରେ ଅବସ୍ଥିତ ଏକ ପ୍ରସିଦ୍ଧ ଐତିହାସିକ ଓ ଧାର୍ମିକ ସ୍ଥଳ। ବିଶ୍ୱାସ କରାଯାଏ ଯେ ଏଠାରେ ଥିବା ଗୁମ୍ଫାରେ ମହାପ୍ରଭୁ ଜଗନ୍ନାଥ, ସୁଭଦ୍ରା ଓ ବଳଭଦ୍ର 144 ବର୍ଷ ପାତାଳି ହୋଇ ରହିଥିଲେ। ଏହା ସୋନପୁର ଜିଲ୍ଲାର ସଦର ମହକୁମା ଉତ୍ତର ପଶ୍ଚିମ ଦିଗ କୋଟ ସମଲାଇ ଗ୍ରାମ ନିକଟ ତ୍ରିକୁଟ ପାହାଡ଼ରେ ଅବସ୍ଥିତ। ଏହା ସୋନପୁର ଜିଲ୍ଲାର ବୀର ମହାରାଜପୁର ସବ୍‌ଡିଭିଜନ ଅନ୍ତର୍ଗତ। ଚାରିଆଡ଼େ ପାହାଡ଼ ଘେରି ହୋଇ ରହିଥିବାରୁ ଏହା ଏକ ଉପତ୍ୟକା ଭଳି ମନେ ହୁଏ। ଶତ୍ରୁ ସେ ସ୍ଥାନକୁ ଯିବାକୁ ହେଲେ ଅତିକ୍ରମ କରିବାକୁ ପଡ଼େ ଅନେକ ପ୍ରାକୃତିକ ପ୍ରତିବନ୍ଧକ। ତତ୍କାଳୀନ ସୋନପୁର ରାଜାଙ୍କ ରାଣୀ ଏହି ସ୍ଥାନକୁ ଅତ୍ୟନ୍ତ ନିରାପଦ ମଣି ସେହି ପାହାଡ଼ ଦେହରେ ଗୁମ୍ଫାମାନ ନିର୍ମାଣ କରିଥିଲେ ଓ ଯୌବନ ଶତ୍ରୁମାନଙ୍କ ଭୟରୁ ରକ୍ଷା ପାଇବା ପାଇଁ ବିପଦ ସମୟରେ ପରିବାର ଲୋକେ ଏଠାରେ ଆଶ୍ରୟ ନେଉଥିଲେ। ଅନେକ ବିଶ୍ୱାସ କରନ୍ତି ଏହି ଗୁମ୍ଫାମାନଙ୍କରେ ଅନେକ ଧନରତ୍ନ ଲୁକ୍କାୟିତ ଅବସ୍ଥାରେ ଅଛି। ସେହି ଗୁମ୍ଫାଗୁଡ଼ିକରେ ମୁନି ଋଷିମାନଙ୍କ ସାଧନା କ୍ଷେତ୍ର। ଏହି ସ୍ଥାନରେ ମାଟି ଚନ୍ଦନ ଭଳିଆ ବାସ୍ନା ହେଉଥିବାରୁ ଏହାକୁ ଚନ୍ଦନ ଖୋଲ ବୋଲି ଲୋକମାନେ କୁହନ୍ତି। ସେହି ଚନ୍ଦନ ଖୋଲ ନିକଟରେ ଅଛି ତାଳ ଖୋଲ। ଏଠାରେ ପଥରରେ ଏକ ବଡ଼ ମଣ୍ଡପ ରହିଛି। ଏହି ମଣ୍ଡପରେ ଏକ ସଙ୍ଗେ 30-40 ଜଣ ବସିପାରିବେ। କୁହାଯାଏ ଯେ ଏଠାରେ ପାତାଳି ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଭଜନ କୀର୍ତ୍ତନ କରାଯାଇଥାଏ।